ସୁସ୍ଥିର ହେବା, ଚକ୍ଷୁ ବନ୍ଦ କରିବା। ସ୍ୱର୍ଗୀୟ ପ୍ରଭୁ, ତୁମ୍ଭ ନାମକୁ ଧନ୍ୟବାଦ ଦେଉଛି। ତୁମ୍ଭ ଦୟା, ତୁମ୍ଭ କୃପା ସକାଶୁ ଆଜି ଆମ୍ଭେମାନେ ବିନଷ୍ଟ ହୋଇନାହୁଁ। ହଜାର ହଜାର ବର୍ଷ ପୂର୍ବେ ପ୍ରଭୁ ତୁମ୍ଭେ ଏହିପରି ଏକ ଦିନରେ ଧରାପୃଷ୍ଠକୁ ଆଗମନ କରିଥିଲ। ତୁମ୍ଭ ଅବତରଣ ପଛରେ ଅନେକ କାରଣମାନ ରହିଅଛି ପ୍ରଭୁ। ତନ୍ମଧ୍ୟରୁ ବିଶେଷ ବିଷୟ ଶିଖିବା ପାଇଁ ଆମ୍ଭମାନଙ୍କୁ ସାହାଯ୍ୟ କର। ଆଜିକାର ଆମ୍ଭମାନଙ୍କ ଏହି ସ୍ଥାନକୁ ଆସିବା ଆମ ପ୍ରତ୍ୟେକଙ୍କ ପାଇଁ ନିଷ୍ଠା, ଜାଗରଣ, ଆଶୀର୍ବାଦର କାରଣ ହେଉ। ତୁମ ହସ୍ତରେ ଆମେ ପ୍ରତ୍ୟେକ ସମର୍ପିତ ହେଉଛୁ। ତୁମ୍ଭେ କଥା କହି ଆମ ପ୍ରତ୍ୟେକଙ୍କୁ କଲ୍ୟାଣ କର। ଧନ୍ୟବାଦ ସହିତ ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ ପ୍ରଭୁ, ଆମେନ୍। ପଳେଇ ଯାଉଛନ୍ତି ଆଉ। पूर्वी हवाएं जब चलती है, पानियों का ढेर लग जाता है। बहु लोकी थंडा है आपन को ग्रामरे बरमपुर जानते आमे माने ढांकी हो ना आज मत। पूर्वी हवाएं जब चलती है, हवा बहुत ना नहीं आज्ञा आज्ञा मत किसी आसुनी आपन केमती मैनेज करियो मु जानि। परमेश्वर आपणार भक्त दास अब्राहम को कहिले, आम्भे तुम्हार ढालो ओ महापुरस्कार स्वरूप, एणु तुम्हे कौन करो नहीं, भय करो नहीं। पुणे तांकर पुत्र इसहाक महाशय को मध्य कहिले, आम्भे तुम्हार पितांक सकाशु तुम्भ संगरे अछु, तुम्भे भय करो नहीं। हागर मैडम को कहिले, आगो शारीर दासी तुम्भे काई की भयभीत डरो नहीं। मोशांग को कहिले, इस्राएल लोक मन को कहिले, सुस्थिर हो, सुस्थिर हो, ए युद्ध सदा प्रभु लड़िबे। हालेलुया। एणु युद्ध आम मानक जीवन आसब, नितांत आसब, किंतु भयभीत न हो, जेतु युद्ध लड़िबा परमेश्वर से आम मानक सपक्ष रे। Praise the Lord. Hallelujah. Hallelujah. एणु जेतेबेले इस्राएल लोक माने फारों को दासत्वरु मुक्त होई आसुचंती, आसीबा बेले सेमानक सम्मुख रे सुफ सागर रेड सी आसीगला। आमे माने समस्त जानू सही कहानी सत्य घटना। सेतेबेले परमेश्वर कहउछने मोसे को तुमे काहे केते व्यस्त विब्रत होछो, सुस्थिर हो आओ डरो नाही, भय करो नाही। प्रेज द लॉर्ड। एपरि परिस्थिति रे यात्रा तहिर 14 रे लिखा जाय, परमेश्वर पूर्वीय वायु को सेठारे प्रेरण करूछन। पढंतु 14:21।
ଯେତେବେଳେ ଲୋକମାନେ ବ୍ୟସ୍ତ ବିବ୍ରତ ହଉଛନ୍ତି କଣ କରିବୁ କେମିତି ବଞ୍ଚିବୁ କେମିତି ରକ୍ଷା ପାଇବୁ এই ଯୁଦ୍ଧ କିଏ ଲଢିବ କିଏ ଆମମାନଙ୍କୁ ରକ୍ଷା କରିବ କିଏ ଆମମାନଙ୍କୁ ନିର୍ଦ୍ଦିଷ୍ଟ ଗନ୍ତବ୍ୟ ସ୍ଥଳକୁ କଢାଇ ନେବ ଏପରି ସ୍ଥଳରେ ପରମେଶ୍ୱର କହିଲେ ପରମେଶ୍ୱର ଏକ ବିଶେଷ କାର୍ଯ୍ୟ ସେଠାରେ କରୁଛନ୍ତି ଆପଣମାନେ ଡିଷ୍ଟର୍ବ କରୁଛନ୍ତି ଡିଷ୍ଟର୍ବ କରନ୍ତୁ ନାହିଁ ନଚେତ ମୁଁ ସୁନ୍ନା ପିଲା ପରେ ବସି ପଡ଼ିବି ଆପଣ ମାନେ ମତେ ଶୁଣୁଛନ୍ତି ଟିକେ କଥାବାର୍ତ୍ତା ବନ୍ଦ କରନ୍ତୁ ନା ହେବେ ହାଲେଲୁୟା ପ୍ରେଜ୍ ଦ ଲର୍ଡ କାଇଁ କହୁନାହାନ୍ତି ପ୍ରେଜ୍ ଦ ଲର୍ଡ ନାଇଁ ହାଲେଲୁୟା ନାଇଁ ଭୋକ ହଉଛି ଏଇଟା ବି ନାଇଁ ହାଲେଲୁୟା ପ୍ରେଜ୍ ଦ ଲର୍ଡ ମୁଁ ଭାବିଲି ଗୀତଟେ ଗାଇବି ବୋଲଛି ଆପଣ ଓ ନାଇଁ ମୁଁ ନାଇଁ ଟୁ ନାଇଁ ଟା ନାଇଁ ଗାଇବେ ନାହିଁ ହାଲେଲୁୟା ଆମ୍ଭମାନଙ୍କ ନିମନ୍ତେ ପୁତ୍ର ଜାତ ହୋଇଛନ୍ତି ବୁଝନ୍ତୁ ଆଉ ଉଠ କରନ୍ତୁ ନାହିଁ ଆମ୍ଭମାନଙ୍କ ପାଇଁ ପରମେଶ୍ୱର ଆପଣର ଏକମାତ୍ର ପୁତ୍ରକୁ ଦେଇ ଦେଇଛନ୍ତି ଧନ୍ୟ ଆମ୍ଭମାନଙ୍କ ଜୀବନ ଆମେମାନେ ସତ୍ୟ ମହାନ ପରମେଶ୍ୱରଙ୍କ ସନ୍ତାନ ଏବଂ ସନ୍ତତି ଧନ୍ୟ ସେ ଜୀବନ ଯେ ପ୍ରଭୁ ଯୀଶୁଙ୍କୁ ଜାଣିପାରିଅଛନ୍ତି ଯେ ସେ ହିଁ ସତ୍ୟ ଅଟନ୍ତି ବୋଲି କଣ ଆମମାନଙ୍କ ଶାସ୍ତ୍ରାଂଶ ରହିଛି ପଢନ୍ତୁ କେହି ଜଣେ ହେ ଆମ୍ଭର ପୁତ୍ର ଆଜି ଆମେ ତୁମ୍ଭକୁ ଜନ୍ମ ଦେଇଅଛୁ ମହାବୈମେଶ୍ୱରଙ୍କ ଦ୍ୱିତୀୟ ପୁତ୍ର ଧରା ପୃଷ୍ଠରେ ଜନ୍ମଗ୍ରହଣ କରିଲେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି ଆଜି ଅନେକଙ୍କ ଜୀବନକୁ ପାରିବାରିକ ଜୀବନକୁ ବ୍ୟକ୍ତିଗତ ଜୀବନକୁ ସେମାନଙ୍କ ହୃଦୟ ମଧ୍ୟକୁ ଯଦି ଆମେମାନେ ଦେଖିବା ସେମାନେ ବନ୍ଧନରେ ଆବଦ୍ଧ ହୋଇକି ଅଛନ୍ତି ଏପଟେ ତ୍ରାଣକର୍ତ୍ତାଙ୍କର ଅତୀତ ହୋଇସାରିଛି and he has been already born se trano koriba pai janma kari sarichunti ishwaranko lokmane tanko namo trano karta ate bahut kashto hue lokmanko jibonoku ana kutoru dekhiba bale ame kahi pariba ki aji mu bandhana mukta ate bole আমি কহি পারিবা কি ଆମ ପରିବାର ଲୋକ କେହି ମଧ୍ୟ ବନ୍ଧନରେ ରାଜି ନାହାନ୍ତି ଜବକି ତ୍ରାଣକର୍ତ୍ତା ଅଲରେଡି ଜନ୍ମିଛନ୍ତି ସେ ଜନ୍ମଗ୍ରହଣ କରିସାରିଛନ୍ତି ତାଙ୍କ ନାମ ତ୍ରାଣକର୍ତ୍ତା ସୁଧାର କରିବେ ଈଶ୍ୱରଙ୍କ ଲୋକମାନେ କେତେ ବର୍ଷ ହେଲା ଆମ୍ଭେମାନେ ସେ ତ୍ରାଣକର୍ତ୍ତାଙ୍କୁ ବ୍ୟକ୍ତିଗତ ରୂପେ ଗ୍ରହଣ କରିଅଛୁ ଅନେକ ବର୍ଷ ହବ କିନ୍ତୁ ଅତ୍ୟନ୍ତ ତଡ଼ର କଥା ବେଦନାର କଥା ଏହା ଅଟେ ଆମଠାରେ ସେଇ abundant life ଯାହାକୁ କହନ୍ତି ପ୍ରାଚୁର୍ଯ୍ୟତାର ଜୀବନ glorious life ବନ୍ଧନ ମୁକ୍ତ ଜୀବନ କଣ ଦେଖାଯାଇଛି କି ଯାଉଛି କି ଆମେ ଉଦ୍ଧାର ପାଇଲୁଣି କି Savior has been born. उद्धार करता जन्मिଛନ୍ତି କେଉଁ ବିଷୟରେ ସେ ମୋତେ ଆଜି ଯାଏ ଉଦ୍ଧାର କରିଛନ୍ତି ମୁଁ କେତେ ବିଷୟରେ ଆଜି ତ୍ରାଣ ପାଇଲିଣି ସମୟ ସାପେକ୍ଷ ସକାଶେ ମୁଁ ଅଧିକ କଥା କହିପାରିବି ନାହିଁ ଆପଣମାନେ ପରୀକ୍ଷା କରୁଥାନ୍ତୁ ପ୍ରଭୁଙ୍କ ଲୋକମାନେ पुलिस महाशय जदि अच्छे माने सुरक्षा अच्छे
डाक्टर महाशय अच्छे माने चिकित्सा अच्छी शिक्षक आज्ञा जदि अच्छी शिक्षा नितांत अच्छे प्रभु जीशु जदि अच्छी उद्धार अच्छे यह तो आनंदर कथा जे have I really experienced that in my life केते जण में कोई बारिबा मु जीसु को ना नाम रे जानिछि ताहा नहे व्यक्तिगत जीवन रे अनुभव करूछि जे से मते त्राण करिछन्ति बोले के विषय मते सुधार करिछन्ति आज समस्त जीशु गोटे महापुरुष अटंती अनेकों से गोटे विशेष व्यक्ति अटंती से पाप क्षमाकारी अटंती रोग सुस्थकारी अटंती व्हाट इज जीसस फॉर यू आपण से कौन अनुभूति कौन कौन कहि पारिबे मते जीशु ताहा तो देइछन्ति मते जीशु ताहा करिछन्ति में उद्धार पाई जब किसी उद्धार करता होता it's a very searching question to ask आम जीवारे अन्य को दुख देवार विषय प्रभु जीशु हमको उद्धार करिछन्ति आमर चक्षुर व्यवहार द्वारा जो कर्म मन आम्भे माने करूछु सही कर्म उद्धार पाइछु कि जबकि उद्धार करता ऑलरेडी चली उद्धार करतार कार्य कौन थे टू सेव उद्धार करिबा आज अनेकों निमंते प्रभु जीशु ख्रीस्ट केवल पाप क्षमाकारी रे सीमित हो जाइछन्ति सुस्थकारी रे सीमित हो जाइछन्ति आपनकर पाप क्षमा नितांत दरकार किंतु सेतिकी ही क्रिश्चियन जीवन नुहे आपण को सुस्थता नितांत आवश्यक अटे किंतु सेतिकी ही क्रिश्चियन जीवन नुहे जानतु उद्धार करता अछंती आउ तांकु एक अद्भुत विचित्र स्थान रे सुआई दिया गया कौन से नाम केउठी सुआई दिया गया के तो कोंदु जोर से देखे कोंदु पिलामन आउडी जोर से एमते कोथु वेरी तांको गुहाळ कुंडर काहे कि सुआई दिया गला मानिबा को पड़िबो बहुत सारा कथा अछि आपण माने जानंती जदि जानि ना स्टडी पर्सनली करंतो बहुत आशीर्वाद भाई जानंती अधिकांश सकल क्रिश्चियन पीपल अधिकांश क्रिश्चियन बोलाउथिबा लोक माने ख्रीष्टन को सहित व्यक्तिगत संपर्क नाहंती तांको आगमनर प्रथम आगमनर कारण मानक जीवन अनुभव करि पारि नाहंती रिचुअलिटी रे रहि जाइछन्ती सेथे में ख्रीष्ट आगमन करि नाहंती तबे मुसे टॉपिक राखो बढ़ी पारु नै दुईटी विषय आपण मानक सम्मुख रखिबी से तो जन्म ग्रहण करिछन्ती जन्म ग्रहण करिबा परे गोटे छोटिया विषय देखिबा हम माने अल्प के देखिबा तांको गुहाळ कुंड रे सुआई दिया केउटी लिखा छै पढंतु गुहाळ कुंडरे सोईथिबार देखिबो लुक 2:7 रे लिखा छै प्रथम जातर पुत्र प्रसव कले तांको लुका रे गुडाय गुहाळ कुंडरे सुआईले राजा मानकर राजा महाराज से गुहाळ कुंडरे काहे की राज दरबार रे काहे की नहीं कौन से एक गृह रे काहे की नहीं उत्तम सज्जा रे काहे की नहीं व्हाई द मैंजर
ଗୁହାଳ କୁଣ୍ଡ କାହିଁକି? ଯେହେତୁ ରାଜ ଦରବାରକୁ ଆମ ପରି ନଗଣ୍ୟ ଲୋକମାନେ ପ୍ରବେଶ କରିପାରିବେ ନାହିଁ। ରାଜ ଦରବାରକୁ କୁଳୀନ ମାନେ ପ୍ରବେଶ କରିପାରିବେ, ଧନଶାଳୀ ମାନେ ପ୍ରବେଶ କରିପାରିବେ, ବିଜ୍ଞ ସମ୍ଭ୍ରାନ୍ତ ଲୋକମାନେ ଯାଇପାରିବେ, ଗୁଣୀ ପଣ୍ଡିତ ବୌଦ୍ଧ ଉଚ୍ଚ ଜାତିର ଲୋକମାନେ ଯାଇପାରିବେ। ଆମ ପରି ତୁଚ୍ଛୀକୃତ ନ୍ୟୁନ ଅଭାଗା ଦରିଦ୍ର ଗରିବ ନିମ୍ନ ସ୍ତରର ଲୋକମାନେ ସେଠାରେ ପ୍ରବେଶ କରିପାରିବେ ନାହିଁ। ଆଉ ଏହି ଗୁହାଳ କୁଣ୍ଡ ଏହା କାହାର ନିଦର୍ଶନ ଅଟେ, ଏହା କାହାକୁ ବୁଝାଏ ବୋଲି କହିଲେ, it's a preview of Jesus' future life. ଯୀଶୁଙ୍କ ଆଗାମୀ ଦିନମାନଙ୍କର ଏହାକୁ ପୂର୍ବାଭାସ ଅଟେ। ଯଦି ଆମେ ମାନେ ନୂତନ ନିୟମକୁ ଦେଖିବା, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କ ନିମନ୍ତେ ଉପଲବ୍ଧ ଥିଲେ। And Jesus was available for all categories of people. ସମସ୍ତଙ୍କ ପାଇଁ ରାଜ ଦରବାର ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବ ନାହିଁ। ଗୁହାଳ କୁଣ୍ଡ ସମସ୍ତେ ଯାଇପାରିବେ except ଗର୍ବି, ଯେ ନିଜକୁ ବଡ଼ ମନେ କରି ବସି ଯାଇପାରିବେ ନା। ଛି ଗନ୍ଧ, କେତେ ବିଶେଷ ଯୋଜନା ତାଙ୍କର ଆମମାନଙ୍କ ପାଇଁ, ଆମମାନଙ୍କ ତାଙ୍କ ସହିତ ଯେପରି ସାକ୍ଷାତ ହେବାରେ ବ୍ୟାଘାତ ନ ଘଟିଯାଏ। ଏଣୁ ସେ ରାଜାମାନଙ୍କର ମହାରାଜା ହେବା ସତ୍ତ୍ୱେ ରାଜ ଦରବାରକୁ ଚୟନ କଲେ ନାହିଁ। ମୁଁ ସର୍ଟଲି କେବଳ ନାମ କହିବି, ତାପରେ ଆମେ ମାନେ ମୁଖ୍ୟ ବିଷୟକୁ ଆଗକୁ ବଢ଼ିବା ଯଦି ସମୟ ଅନୁମତି ଦେବ। ସର୍ଟଲି 15ଟି ପଏଣ୍ଟ ଅଛି, ପଢ଼ନ୍ତୁ ନା, ଶୁଣି ଶୁଣି ଚାଲନ୍ତୁ। ନମ୍ବର 1, ଗୁହାଳ କୁଣ୍ଡରେ ଏଥିପାଇଁ ରଖାଗଲା ଯହିଁରେ ସେ ପ୍ରତ୍ୟେକଙ୍କ ନିମନ୍ତେ ଉପଲବ୍ଧ ହୋଇପାରିବେ। ନୂତନ ନିୟମକୁ ଯଦି ଆମେ ମାନେ ଷ୍ଟଡି କରିବା, ନମ୍ବର 1 ଆପଣମାନେ ଚାହିଁବେ ତ ଲେଖନ୍ତୁ, ବହୁତ କାମରେ ଆସିବ। ମୁଁ ହାତ ଯୋଡ଼ିଛି ପ୍ରଭୁଙ୍କ ପ୍ରିୟ ଲୋକମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କ ପାଇଁ ମଧ୍ୟ ଆଜି ଏଭେଲେବଲ ଅଟନ୍ତି। ଆପଣ ଦୟାକରି ଅଯଥା ବିଷୟରେ ନିଜକୁ ନିରାଶ କରି ରଖନ୍ତୁ ନାହିଁ, ରଖନ୍ତୁ ନାହିଁ। ନା, କଣ ଭାବୁଛୁ ଆମେ ଯୀଶୁଙ୍କୁ? କେବଳ ପବିତ୍ର ମାନଙ୍କୁ ସେ ଏଭେଲେବଲ ରହିବେ, ସେମାନଙ୍କ ପାଇଁ ପ୍ରାଣ ଦେବେ? ନା, that is the good news. ଏଥିପାଇଁ ତାଙ୍କୁ ଗୁହାଳ କୁଣ୍ଡରେ ରଖାଗଲା, ଯହିଁରେ ଆମ୍ଭମାନଙ୍କ ପରି ତୁଚ୍ଛୀକୃତ ଲୋକମାନେ ତାଙ୍କ ନିକଟବର୍ତ୍ତୀ ହୋଇପାରିବେ, ତାଙ୍କ ସହିତ ସାକ୍ଷାତ କରିପାରିବେ। ପ୍ରଥମ ଦଳ ଶିଶୁମାନଙ୍କ ପାଇଁ ସେ ଆଭେଲେବଲ ଥିଲେ। ମାଥ୍ୟୁ 19:13-14 ପଢ଼ ନାହିଁ, ମୁଁ କେବଳ କହି କହି ଯାଉଛି ଯେହେତୁ ମୁଖ୍ୟ ବିଷୟ ଆଗକୁ ରହିଛି। ସେଠାରେ ଶିଶୁମାନଙ୍କୁ ଧମକ ଦିଆଗଲା, ଦୂରକୁ କରାଯାଉଥିଲା। ଯୀଶୁ କହିଲେ, ଆଣ ମୋ ପାଖକୁ ଆଣ ବୋଲି କହିଲେ। ଇଟ୍ ମିନ୍ସ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶିଶୁମାନଙ୍କୁ ମଧ୍ୟ ଭଲ ପାଆନ୍ତି, ଶିଶୁମାନଙ୍କ ପାଇଁ ମଧ୍ୟ ସେ ଆଭେଲେବଲ ଅଟନ୍ତି। ନମ୍ବର 2, ବାଳକ ପାଇଁ ମଧ୍ୟ ସେ ଆଭେଲେବଲ ଥିଲେ। ମାଥ୍ୟୁ 17-18 ଭୂତ ଲାଗିଥିଲା ଗୋଟେ ବାଳକଙ୍କୁ, ପ୍ରଭୁ ଯୀଶୁ ତାଙ୍କ ନିକଟକୁ ଗଲେ, ତାଙ୍କୁ ସୁସ୍ଥ କଲେ। ନମ୍ବର 3, ବାଳିକା ପାଇଁ ମଧ୍ୟ ସେ ଆଭେଲେବଲ ଥିଲେ। ମାର୍କ 5:40-42 ଆପଣମାନେ ଜାଣନ୍ତି, ଆଗ ବାଳିକା ଉଠ ବୋଲି କହିଲେ। ନମ୍ବର 4, ଯୁବକ ବ୍ୟକ୍ତିଙ୍କ ପାଇଁ ମାଥ୍ୟୁ 19:16-22। ଧନୀ ବ୍ୟକ୍ତିଟେ ଆସିଲେ, ଯୁବକଟେ ଆସିଲେ, ପଚାରିଲେ, ଆମେ ସମସ୍ତେ ଜାଣୁ, ତେଣୁକରି ମୁଁ ତାହା ବର୍ଣ୍ଣନା କରୁନାହିଁ। ଝିଅ ପାଇଁ ମଧ୍ୟ ସେ ଆଭେଲେବଲ ଥିଲେ। ମାଥ୍ୟୁ 15:21-22। 5 ନମ୍ବର, ସାଧାରଣ ଲୋକମାନଙ୍କ ପାଇଁ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଉପଲବ୍ଧ ଥିଲେ। ଲୁକ 9:11, ମାର୍କ 6:34। 6 ନମ୍ବର, ଏକ ଅଫିସର ଆସିଲେ ଯୀଶୁଙ୍କ ନିକଟକୁ। ମାଥ୍ୟୁ 8ରେ ପ୍ରଭୁ ଯୀଶୁ ତାଙ୍କୁ ମଧ୍ୟ ସମୟ ଦେଉଛନ୍ତି, ଅର୍ଥାତ୍ ତାଙ୍କ ପାଇଁ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଉପଲବ୍ଧ ଥିଲେ। ତାଙ୍କ ଦାସ ପାଇଁ ମଧ୍ୟ ଥିଲେ। ଅଫିସର ହୁଅନ୍ତୁ କି ଦାସ ହୁଅନ୍ତୁ, ପ୍ରଭୁ ଯୀଶୁ ଆପଣଙ୍କ ମାନଙ୍କ ପାଇଁ ମଧ୍ୟ ଆଜି ଅଛନ୍ତି। 7 ନମ୍ବର, ସବୁ ପ୍ରକାରର ରୋଗୀମାନଙ୍କ ପାଇଁ ପ୍ରଭୁ ଯୀଶୁ ନିଜର ସମୟ ଦେଇଥିଲେ, ଆପଣଙ୍କୁ ଦେଇଥିଲେ। ସବୁ ପ୍ରକାର ରୋଗୀ। ଲୁକ 4
40 ତାହା ସାଧାରଣ ଚୋରର କଥା କୁହନ୍ତୁ କି ଜନ୍ମରୁ କିଛି କିଛି ଖରାପ ରୋଗ ହେଇଯାଇଥିବା କୁହନ୍ତୁ କି 10 ବର୍ଷ 12 ବର୍ଷର ରୋଗୀ କଥା କୁହନ୍ତୁ କି 30-40 ବର୍ଷର ପୁରୁଣା ରୋଗ କଥା କୁହନ୍ତୁ ଶୁଣ ମା ବାପା ମାନେ ଆପଣଙ୍କୁ କୌଣସି ରୋଗ ହେଇଛି ବହୁତ ବ୍ୟସ୍ତ ହଉଛନ୍ତି ଡୁ ଏ ସିମ୍ପଲ ପ୍ରେୟର বেশি ব্যস্ত হওয়া দ্বারা আপন সুস্থ হবে না ব্যস্ত হওয়া বন্ধ করন্তু প্রভু যিশু কালি যেপরি থিলে সে আজি মধ্য সেপরি অছন্তি অন্য ମାନଙ୍କ ଠାରେ ভরসা করিবা ঠারো উত্তম অটে আপন আপন স্থানরে আন্ধান্তু ଆଉ ନିଜର ପାପ କ୍ଷମା ମାଗନ୍ତୁ ଆଉ ତାଙ୍କ ରକ୍ତରେ ବିଶ୍ୱାସ କରନ୍ତୁ ଆଉ ତାଙ୍କ ଗରଡ଼ା ପ୍ରହାରରେ ଆପଣ ଯେ ସୁସ୍ଥତା ପାଇଛନ୍ତି ଏହା କ୍ଲେମ୍ କରନ୍ତୁ ଆଉ ସୁସ୍ଥ ହୁଅନ୍ତୁ ସେ ଆଜି ଆପଣମାନଙ୍କ ପାଇଁ ମଧ୍ୟ available ଅଛନ୍ତି 8 ନମ୍ବର ସବୁ ପ୍ରକାର ପାପୀ ମାନଙ୍କ ପାଇଁ ପ୍ରଭୁ ଯୀଶୁ ଥିଲେ ସବୁ ପ୍ରକାର ପାପୀ ମାନଙ୍କ ପାଇଁ ଲୁକ 19 ଅଧ୍ୟାୟରେ ଯକ୍ଷଙ୍କ ସମୁଦ୍ର ଆମେ ମାନେ ପଢିଥିଲେ ସେ ପାପୀ ଥିଲେ କରଗ୍ରାହୀ ଲୋଭୀ ପରଦ୍ରବ୍ୟ ଲୁଣ୍ଠନକାରୀ ଥିଲେ অর্থাৎ ওপেন চোর ଥିଲେ সে গোটে ক্যাটেগরি জিহুদাঙ্গ বিষୟରେ যদি ଆପଣ মানে ଦେଖିବେ ভদ্র চোর ବୋଲି কହି পারিবা গুপ্ত চোর গুপ্ত পাপী ଆପଣ ବାଇବଲରେ ନିତାନ୍ତ ପଢିଛନ୍ତି ଯୋହନ 8 ଅଧ୍ୟାୟ 4 ଅଧ୍ୟାୟରେ ଏପରିକି ପ୍ରଭୁ ଯୀଶୁ ବେଶ୍ୟାମାନଙ୍କ ପାଇଁ ମଧ୍ୟ ଆପଣର ସମୟ ବାହାର କରୁଥିଲେ all I want to say do not be discouraged लोक आपनको किछि भी कहिबे कारण जानନ୍ତି ସେମାନେ ଆପଣଙ୍କର ସୃଷ୍ଟିକର୍ତ୍ତା ନୁହନ୍ତି ଆପଣଙ୍କ ସୃଷ୍ଟିକର୍ତ୍ତା ପ୍ରଭୁ ଯୀଶୁ ଅଟନ୍ତି ସେ ଆପଣଙ୍କ ହାତରେ ଗଢିଛନ୍ତି ଆପଣ ଲୋକଙ୍କ ଦୃଷ୍ଟିରେ ଖରାପ ହୋଇ ପାରନ୍ତି କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ଆପଣ ତାଙ୍କର ପୁତ୍ର କନ୍ୟା ଅଟନ୍ତି ହଁ ପାପ ସହିତ ଏନ୍ଜୟ କରନ୍ତୁ ତାହା ମୁଁ କହୁ ନାହିଁ ତାଙ୍କୁ ବୁଝନ୍ତୁ ତାହା ମୁଁ କହୁଛି ତାଙ୍କୁ ଜାଣନ୍ତୁ ଯେ ସେ ଆପଣଙ୍କ ବିନାଶ କେବେ ଚାହାନ୍ତି ନାହିଁ ଯଦି ଆସିବେ ସେ available ଅଟନ୍ତି ଅପବ୍ୟୟ ପୁତ୍ର ପିତାଙ୍କ ଠାରୁ ଦୂରକୁ ଚାଲି ଯାଇଥିଲେ ପିତା ତାଙ୍କ ପଛରେ ଗଲେ କି ଉତ୍ତର ଟିକେ ପାଇବେ ନାହିଁ କିନ୍ତୁ ପିତା ଥିଲେ ନା ନାହିଁ ଥିଲେ ଏକ ବ୍ୟକ୍ତି ପରମେଶ୍ୱରଙ୍କୁ ଯଦି ଜାଣିବେ କୌଣସି ପାପ ତାଙ୍କୁ ଅଟକାଇ ରଖିପାରିବ ନାହିଁ ଯୀଶୁଙ୍କ ରକ୍ତ ଆଗରେ କୌଣସି ପାପ କେବେ ବଡ଼ ନୁହେଁ ନା ପାପ ଆପଣଙ୍କୁ ନ ଠକାଅ ଯେହେତୁ ଗୁହାଳ କୁଣ୍ଡ ଆଜି ମଧ୍ୟ available ଅଛି ଆପଣ ଯାଇପାରିବେ ତାଙ୍କୁ ଦେଖା କରିପାରିବେ ସାକ୍ଷାତ ହୋଇପାରିବେ No. ଲୁକ 7:12 ନାଇନ ନଗରରେ ବିଧବାଙ୍କୁ ସେ ଦେଖା କରୁଛନ୍ତି 10ରେ ସମାଜରେ ଯେଉଁମାନେ ତୁଚ୍ଛୀକୃତ ଅପମାନିତ ଖରାପ ଚରିତ୍ର ଅଟନ୍ତି ଯାହାଙ୍କୁ କେହି ପଚାରନ୍ତି ନାହିଁ ଭଲ ପାଆନ୍ତି ନାହିଁ ତୁଚ୍ଛ ଦୃଷ୍ଟିରେ ଦେଖନ୍ତି ବହୁତ ଖରାପ ନଜରରେ ଦେଖନ୍ତି ସମୀରଣିଆ ସ୍ତ୍ରୀ ଯୌନ 4 ଅଧ୍ୟାୟର କଥା ବେଶ୍ୟା କର୍ମରେ ଧୃତା ବ୍ୟଭିଚାର କର୍ମରେ ଧୃତା ସ୍ତ୍ରୀ ଯୌନ 8 ଅଧ୍ୟାୟର କଥା ପ୍ରଭୁ ଯୀଶୁ ସେମାନଙ୍କୁ ମଧ୍ୟ ଆପଣର ବହୁମୂଲ୍ୟ ସମୟ ବାହାର କରିଥିଲେ ଶୁଣନ୍ତୁ ଯୁବା ଭାଇ ଭଉଣୀ ମାନେ ଧ୍ୟାନ ଦେଇ ଶୁଣନ୍ତୁ ଯେହେତୁ ମୁଁ ଏକ ଯୁବା ଅଟେ ମୁଁ ଭଲରେ ଜାଣିଛି ଯୁବା ଯୁବତୀ ମାନଙ୍କୁ କେହି ପଚାରିବେ ନାହିଁ ତାଙ୍କ ହୃଦୟକୁ ପ୍ରାୟ କେହି ବୁଝିବେ ନାହିଁ ଯେହେତୁ ସେମାନେ ଯୁବା ଯୁବତୀ ଅଟନ୍ତି କିଛି କଥା ନାହିଁ ଆପଣଙ୍କୁ ଯିଏ ଆପଣ ହସ୍ତରେ ଗଢ଼ିଛନ୍ତି ସେ ଆପଣଙ୍କୁ ଭୁଲି ନାହାନ୍ତି ଭୁଲି ପାରିବେ ନାହିଁ ଏତିକି ଜାଣନ୍ତୁ ଆପଣଙ୍କ ବାପା ବୁଝନ୍ତୁ ମା ବୁଝନ୍ତୁ କି ନ ବୁଝନ୍ତୁ ମଣ୍ଡଳୀ ବୁଝନ୍ତୁ କି ନ ବୁଝନ୍ତୁ ସାଙ୍ଗସାଥୀ ବୁଝନ୍ତୁ କି ନ ବୁଝନ୍ତୁ ଆଜି ଏତିକି ଜାଣନ୍ତୁ ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଦିନ ସେ ବେଶ୍ୟା ପାଖକୁ ଯାଇଥିଲେ ତାକୁ ରକ୍ଷା କରିଥିଲେ and that Jesus ଆଜି ମଧ୍ୟ available ଅଛନ୍ତି ଆପଣଙ୍କ ନିକଟରେ
ନିରାଶ ହୁଅନ୍ତୁ ନାହିଁ। ସେ କେବେ ଆଶା କରିନଥିଲେ ମୁଁ ମତ୍ସ୍ୟଙ୍କ ଦର୍ଶନ ପାଇବି ବୋଲି। ପ୍ରଭୁଙ୍କର ଦୃଷ୍ଟି ତାଙ୍କ ଉପରେ ମଧ୍ୟ ଥିଲା। ସେ ପ୍ରଭୁ ଅପରିବର୍ତ୍ତନୀୟ ଅଟନ୍ତି। ତାଙ୍କ ଦୃଷ୍ଟି ଆମ ଉପରେ ମଧ୍ୟ ଅଛି। ଯଦି କୌଣସି ପାପ ହେଇଯାଇଛି, ଯଦି କୌଣସି ପାପ ହେଇଯାଇଛି ତ ପାପ ହେଲା ବୋଲି ଘର ଛାଡି ପଳେଇବୁ କି ଆମେ? ପାପ ହେଲା ବୋଲି ଫାଶୀ ହେଇଯିବୁ କି? ପାପ ହେଲା ବୋଲି ଖାଇବା ପିଇବା ବନ୍ଦ କରିଦେବୁ ନାହିଁ କି? ପାପ ହେଲା ତ ହେଲା, ଠିକ ଅଛି ହେଲା। ପାପର ପ୍ରମୋଟ କରୁନାହିଁ। ଧ୍ୟାନ ଦେଇ ଶୁଣନ୍ତୁ, ଏଇଟା କୁହାଯାଉ ନାହିଁ ତୁ ପାପୀ, ତୁ ବ୍ୟଭିଚାରୀ, ତୁ ମନ୍ଦ କର୍ମକାରୀ, ତୁ ବେକାର, ତୁ ମଦୁଆ, ତୁ ହିଂସ୍ର, ତୁ ଦରିଦ୍ର। Yes, I am. ଏଥିପାଇଁ ଯୀଶୁ ଆସିଲେ। ଆମର ପୁଅ ଝିଅ ଖରାପ ହେଲେ ଆମେ ଛାଡି ଦଉଛୁ କି? ମା ବାପା ଟିକେ ଉତ୍ତର ଦେବେ, ଯା ଘର ଛାଡି ପଳେଇ ଯା, ତୋର ମୁଁ ଦେଖିବି ନାହିଁ, ଛାଡି ଦଉଛୁ କି? ସେ ପାପୀ, ସେ ବ୍ୟଭିଚାରୀ, ସେ ବେଶ୍ୟା, ସେ ନରଘାତକ, ସେ ଦରିଦ୍ର କୁଳାଙ୍ଗାର ପାଇଁ ତ ସେ କାଲବରୀ କ୍ରୁଶରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଝୁଲିଲେ। ସୁସମାଚାର ଦିଆଯାଉ, ବୁଝାଯାଉ, ଶିଖାଯାଉ। ମାନିବେ ନ ମାନିବେ ତାଙ୍କ ଉପରେ ଡିପେଣ୍ଡ କରୁଛି। ଶୁଣନ୍ତୁ, ୟଙ୍ଗଷ୍ଟର ମାନେ ପାପ କରିଦେଲେ ବୋଲି ମୁଁ ବେକାର, ମୋର କିଛି ରାହା ନାହିଁ, ଏଠୁ ବାହାରନ୍ତୁ ସେଇଠୁ। କଣ ଭାବୁଛନ୍ତି ପାଉଲଙ୍କ ବିଷୟରେ ଆପଣ? ପ୍ରେରିତ 22:4-8-3 ଜଲ୍ଦି ପଢ, ଶୀଘ୍ର ପଢ, ଶୀଘ୍ର। 22:4 बस। ରାସ୍ତାରେ ଲେଖାଛି, ରାସ୍ତାରେ ଯାଉଥିବା ଲୋକମାନଙ୍କୁ ପାଉଲ ମହାଶୟ କଣ କଲେ? ଜଲ୍ଦି କୁହ। नहीं पढ़ पढ़ जल्दी पढ़। 22:4 ଏହି ମାର୍ଗରେ ଯାଉଥିବା ପୁରୁଷ ସ୍ତ୍ରୀ ଉଭୟକୁ କଣ କଲେ? अरे साहब सुनिए तो। ଉଭୟକୁ କଣ କଲେ? ବାନ୍ଧିଲେ। ଆଚ୍ଛା, ବାନ୍ଧିବାର ଅଛି ଆକୁ ବୋଲେ ନ ଧରିକି ମୁଁ ବାନ୍ଧି ପାରିବି କି? या का एड़े भाली ना कौन के बेटा को व्यवस्था पालनकारी जे जिसुंको विरुद्ध रे जाउ तू स्त्री को काहे धरलो? काको पाछ बुझुदी व्यवस्था आज्ञाकारी तू ନ ଧରି କେମିତି ବାନ୍ଧି ଦେଇଛୁ? ଜାଣୁ ତ ପାଉଲ ଗତିତ ଜୀବନ କଣ ଥିଲା? ଧରିଲେ, ବାନ୍ଧିଲେ, ତାପରେ କାରାଗାରରେ ପକାଇଲେ। କୋଉ ଯାଏ? ମୃତ୍ୟୁ ଯାଏ। पेट भरिबा जाए मु खाइली माने मोर पेट भरि थिबो ना भरि न थिबो? द्वारा का पंडे जल्दी को एक कुह है। मैं कौन कहीं नहीं कुछ ओ कौन है था? पेट भरिबा जे खाइली माने मते भोक थिबो कि नाही? अच्छा ओ चुके आज बढ़िया। आम घर छात्र जाए आमर धान कपा मांडिया सब आम रखिचु माने शून्य स्थान अच्छे कि नाही? मृत्यु जाए मु तांको हेले सफा सुतरा कर देले ना नहीं? कले ना नहीं? सुहा कर देले तो कौन भाबु छथि पाउल 8:3 हाँ बस केते कथा अछि कोडा कहा छ
ଘରେ ଘରେ ପଶିଥିଲେ ମାନେ ଶାନ୍ତ ଶିଷ୍ଟ ପ୍ରେଜ୍ ଦ ଲର୍ଡ ସାର୍ ଆଉ ଭଲ ଅଛନ୍ତି କି ଆସ ଯିବା ଏମିତି କହିଥିବେ। That was Paul. ସେ ଥିଲେ ପାଉଲ। ଭୟଙ୍କର ଚରିତ୍ରବାନ ଥିଲେ, ବ୍ୟକ୍ତିତ୍ୱ ଥିଲେ। ଏପରି ବ୍ୟକ୍ତି କହୁଛନ୍ତି 2 Timothy 4:7-8 ପଢ। ମୁଁ ତମ ଯୁଗରେ ପ୍ରାଣବଣ କରିଅଛି ନିର୍ଦ୍ଦିଷ୍ଟ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି। I have finished my course. How can it be? କିପରି ହେଲା? ସେ ତ ପବିତ୍ର ନଥିଲେ, ସେ ତ ଧାର୍ମିକ ନଥିଲେ, ସେ ତ ପାପରେ ଥିଲେ, ସେ ତ ଅପରାଧରେ ଥିଲେ, ସେ ତ ନରହତ୍ୟାରେ ଥିଲେ, ସେ ତ ବ୍ୟଭିଚାର କର୍ମ ମଧ୍ୟ ନିତାନ୍ତ କରିଥିବେ। ଶୁଣ, ପାପ ହେଇଗଲା ବୋଲି ଜୀବନ ହାରିଦେବା ତା ସମାଧାନ ନୁହେଁ। ନା, ତମେ ଯୀଶୁଙ୍କ ଜନ୍ମର ଉଦ୍ଦେଶ୍ୟ ଆମେ ବୁଝିପାରିନ। ଆପଣ ଭୁଲ କଲେ ତ ଭୁଲ କଲେ ହେଲା, ତା ବୋଲି ଖାଇବା ବନ୍ଦ କରିବ, ଶୋଇବା ବନ୍ଦ କରିବ, ପ୍ରାର୍ଥନା ବନ୍ଦ, ଗିର୍ଜା ବନ୍ଦ, ମିଟିଂ ବନ୍ଦ, କଥାବାର୍ତ୍ତା ବନ୍ଦ, ମୋ ସୁଖାଇ ଚରିତ୍ର ବଦନାମ ହେଇଗଲା ବୋଲି that is not the way। ତାହା ସମାଧାନର ବାଟ ନୁହେଁ। ଯୀଶୁ ଖ୍ରୀଷ୍ଟ ଜନ୍ମିଛନ୍ତି, ଆମ ପାଇଁ ସେ ଅଛନ୍ତି। ଯାଆନ୍ତୁ ତାଙ୍କ ପାଖକୁ, ଅନୁତାପ ସହିତ ଯାଆନ୍ତୁ, ତାଙ୍କ ରକ୍ତର ବିଶ୍ୱାସ କରନ୍ତୁ। ଗୁହାଳ କୁଣ୍ଡ ଆଜି ମଧ୍ୟ ଅଛି, ଅର୍ଥାତ୍ ସେ ଅଛନ୍ତି। ଯିବେ ମାନେ ସାକ୍ଷାତ ହେଇପାରିବ, ଆପଣଙ୍କୁ ସେ ନୂଆ ଜୀବନ ଦେଇପାରିବେ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆପଣଙ୍କ ଚରିତ୍ର ଯାହା ହେଉ ଆଜ୍ଞା ମନେ ରଖନ୍ତୁ, ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣଙ୍କୁ କେହି ବୁଝିବେ ନାହିଁ। ଏଟା ଲେଖିଥାନ୍ତୁ, ହୃଦୟରେ ଲେଖିଥାନ୍ତୁ, ଆପଣଙ୍କୁ କେହି ବୁଝିବେ ନାହିଁ, ବୁଝିବେ ନାହିଁ। ଦରକାର ପଡ଼ିଲେ ନିଜ ସ୍ୱାମୀ ସ୍ତ୍ରୀ ମଧ୍ୟ ବୁଝିବେ ନାହିଁ। ବୁଝନ୍ତୁ ମୋ କଥା। ଏଣୁ କାହାଠାରୁ କିଛି ଆଶା କରନ୍ତୁ ନାହିଁ, ଅନ୍ୟ ସମସ୍ତଙ୍କ ପାଇଁ ପ୍ରେର କରନ୍ତୁ। ପ୍ରଭୁ ଯୀଶୁକୁ କେହି ବୁଝି ନାହାନ୍ତି। Who am I? Who are you? ଆପଣଙ୍କୁ କାହିଁକି ବୁଝିବେ? କିଛି ଆଶା କର ନାହିଁ କାହାଠାରୁ। ଯୀଶୁଙ୍କୁ ଜାଣନ୍ତୁ, ଯୀଶୁଙ୍କ ଜୀବନକୁ ଜାଣନ୍ତୁ। ହାଲେଲୁୟା। ସବୁ ପ୍ରକାର ପାପୀ ମାନଙ୍କ ପାଇଁ ସେ ଉପଲବ୍ଧ ଆଜି ମଧ୍ୟ ଅଟନ୍ତି। ଆପଣଙ୍କ ପାପ ତାଙ୍କ ନିକଟକୁ ଯିବା ଠାରୁ ଆପଣଙ୍କୁ କେବେ ନ ଅଟକାଉ, କେବେ ନ ଅଟକାଉ। ଜାଣନ୍ତି, ପ୍ରଭୁ ଯୀଶୁ ବହୁତ ଭଲ ଅଟନ୍ତି, ବହୁତ ଭଲ ଅଟନ୍ତି। ତାଙ୍କୁ ଯାଇ ଫୁସିଲେବାର କିଛି ଆବଶ୍ୟକ ନାହିଁ। ଆପଣ ଯେତେବେଳେ ପାପ କରୁଥିଲେ ସେତେବେଳେ ସେ ଦେଖିଛନ୍ତି, ଜାଣିଛନ୍ତି, ବୁଝିଛନ୍ତି। ଆପଣ ଅନିଚ୍ଛାରେ କଲେ କି ଅନିଚ୍ଛାରେ କରିନାହାନ୍ତି ତାହା ମଧ୍ୟ ସେ ଜାଣିଛନ୍ତି। ପଏଣ୍ଟ ଏହା ଅଟେ, ଆପଣ ଚାହୁଁଛନ୍ତି କି ଫେରିବା ପାଇଁ, ଚାହୁଁଛନ୍ତି କି ତାଙ୍କୁ ଆଉ ଦୁଃଖ ନ ଦେବା ପାଇଁ, ଚାହୁଁଛନ୍ତି କି ପାପରୁ ପୁରା ୟୁଟର୍ନ କରିବା ପାଇଁ, ପୁରା ପାପକୁ ପଛରେ ପକାଇ ଦେବା ପାଇଁ ଚାହୁଁଛନ୍ତି କି ତାହା ମୂଳ ବିଷୟ ଅଟେ। ଗୁହାଳ କୁଣ୍ଡ ଆଜି ମଧ୍ୟ ଉପଲବ୍ଧ। ଯେକୌଣସି ପାପୀ ସେ ମଧ୍ୟ ଯାଇପାରିବ, ଯୀଶୁଙ୍କ ସାକ୍ଷାତ କରିପାରିବ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। 10 ନମ୍ବର, ସମାଜରେ ଯେଉଁମାନେ ତୁଚ୍ଛୀକୃତ ପାପୀ ମାନଙ୍କ ପାଇଁ ସମୟ ଦେଲେ। 11 ନମ୍ବର, ଯେଉଁମାନେ ବ୍ୟାକସ୍ଲିଡେନ୍ ସ୍ଥିତିରେ ଅଛନ୍ତି, ପଛକୁ ହଟି ଯାଇଛନ୍ତି, ପଛକୁ ହଟି ଯାଇଛନ୍ତି। ଏଠି ପୁଅ ଝିଅମାନେ କଥା ହୁଅ ନାହିଁ। ବର୍ଷର ଆରମ୍ଭରେ ଅନେକ ପ୍ରଭୁଙ୍କ ଲୋକମାନେ କଲମ ନିଅନ୍ତି, ଡାଏରୀ ନିଅନ୍ତି ଆଉ ଲେଖନ୍ତି, ମୁଁ ଏହା କରିବି, ତାହା କରିବି, ତାହା କରିବି, ଏହା କରିବି, ଅମୁକ ସମୁକ କଣ କଣ ସବୁ ଲେଖନ୍ତି। ତାହା ଅଳ୍ପ କିଛି ଦିନ ଭଲରେ ଚାଲେ, ତାପରେ ପରେ ସେଇ ଉତ୍ସୁକ ଦେଖାଯାଏ ନାହିଁ। ଏହିପରି ପ୍ରଭୁଙ୍କର ଏକ ବିଶିଷ୍ଟ ଦାସ ସାଧୁ ପିତର ନୂଆ ନୂଆରେ 9ଟା ପୁରୁଣା ହେଲା ପରେ କହୁନାହାନ୍ତି କେହି ଜଣ 6ଟା ହେଇଗଲେ। ଏବେ ଟାଇମ ଦେଖ, ମାନୁଛି ଆଜ୍ଞା ସବୁ।
ଈଶ୍ୱରଙ୍କ ପୁତ୍ରଙ୍କ ସହିତ ରହିଲେ, ସେବା କାର୍ଯ୍ୟ ଦେଖିଲେ, ମିରାକଲ୍ସ ଦେଖିଲେ, ଆଶ୍ଚର୍ଯ୍ୟ କର୍ମର ନିଜେ ସାକ୍ଷୀ ଅଟନ୍ତି, ବହୁତ ବିଷୟ ଦେଖିଛନ୍ତି। ଯେତେବେଳେ ଯୀଶୁଙ୍କର ହସ୍ତାର୍ପଣର ସମୟ ଆସିଲା, ଯୀଶୁଙ୍କୁ ଯେତେବେଳେ କ୍ରୁଶରେ ଚଢ଼ାଇ ଦେବାର ସମୟ ଆସିଲା, ମୁଁ ଜାଣି ନାହିଁ ବୋଲି କହିଲେ। ମୁଁ ଜାଣି ଚିହ୍ନିନି, ସେ କିଏ ମୁଁ ଜାଣିନି, ସରି। ଓପେନଲି ଯୀଶୁଙ୍କୁ ରିଜେକ୍ଟ କରିଗଲେ। ବଡ଼ ତଜୁବର ବିଷୟ ଏହା ଅଟେ। ଜହନ 21 କଥା, ଯେତେବେଳେ ସେମାନେ ତିବିରିଆ ସମୁଦ୍ର କୂଳରେ ମାଛ ଧରିବା ପାଇଁ ଯାଇଛନ୍ତି, ଅର୍ଥାତ୍ ଆଉ ଯୀଶୁ ପ୍ରଭୁ ଆଉ ସେବା କାର୍ଯ୍ୟ, ଆଉ ପ୍ରାର୍ଥନା, ଆଉ ମିଟିଂସ୍, ଆଉ ଷ୍ଟଡି, ଆଉ ଏସବୁ ନାହିଁ। ଚାଲ ଯାହା କରୁଥିଲୁ ପୁଣି ଥରେ ଆମେ ଆରମ୍ଭ କରିବା। ଅର୍ଥାତ୍ ସ୍ଲିଡନ୍ ହେଇଗଲେ, ପଛକୁ ଘୁଞ୍ଚିଗଲେ। ଆଉ ସେ ସବୁ ଦରକାର ନାହିଁ, ଚାଲ ଆମେ କାମ କରିବା, ଚାଲ ବ୍ୟବସାୟ କରିବା। ଚାଲିଗଲେ ବ୍ୟବସାୟ କରିବା ପାଇଁ, ପୁରୁଣା ଧନ୍ଦା ଆରମ୍ଭ କରିଗଲେ। ବଡ଼ ବିଚିତ୍ର ବିଷୟ ଏହା, ଯେ ତାଙ୍କୁ ଧୋକା ଦେଇଥିଲେ, ଯାହାକୁ ସେ ଧୋକା ଦେଇଥିଲେ ପିତର ମନସ, ସେ ପ୍ରଭୁ ଯୀଶୁ ଉପହାର ଘେନି ତାଙ୍କ କତିକୁ ଯାଉଛନ୍ତି, ମଛଲିର କବାବ ନେଇକି ଯାଉଛନ୍ତି। ଟିକେ ଚିନ୍ତା କରନ୍ତୁ, ଆପଣଙ୍କୁ ଏକ ବ୍ୟକ୍ତି ମନେକର ଧୋକା ଦେବ, ଅବିଶ୍ୱସ୍ତତା ଦେଖାଇବ, କଷ୍ଟ ଦେବ, ହୃଦୟରେ ଆଘାତ ପହଞ୍ଚାଇବ, ଆପଣ କଣ ତାଙ୍କୁ ଆଉ ଦେଖା କରିବାକୁ ଚାହିଁବେ? ତାଙ୍କୁ ମିଶିବା ପାଇଁ ଚାହିଁବେ? ତାଙ୍କୁ ସାକ୍ଷାତ କରିବା ପାଇଁ ଯିବେ? ଏଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ୟୁନିକ୍ ଅଟନ୍ତି। ସେ ପଥ ଭ୍ରାନ୍ତ ହୋଇଥିବା ଲୋକମାନଙ୍କ ପାଇଁ ମଧ୍ୟ ଏଭେଲେବଲ ଥିଲେ। ତାଙ୍କ ସମ୍ବନ୍ଧରେ ଏପ୍ରିଲ ଲେଖକ କହନ୍ତି, ସେ କାଲି ଆଜି ଚିରକାଳ ସମାନ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। 12 ନମ୍ବର, ସେ ପ୍ରକୃତ ଖ୍ରୀଷ୍ଟିଆନ, ଫେକ୍ ଖ୍ରୀଷ୍ଟିଆନ ଶିଷ୍ୟ ଫାରୁସୀମାନଙ୍କ ପାଇଁ ଉପଲବ୍ଧ। 13 ନମ୍ବର, ସେ ପାପୀମାନଙ୍କ ଘରକୁ ମଧ୍ୟ ଯିବେ, ଆଉ ଧାର୍ମିକ ମାନଙ୍କ ଘରକୁ ମଧ୍ୟ ଯିବେ, ମାଥିଉ ଆଉ ମରିୟମ। 14 ନମ୍ବର, ସେ ଦୁଃଖୀ ଘରକୁ ମଧ୍ୟ ଯିବେ, କାନ୍ଦିବେ, ଯାଇକି ଅଶ୍ରୁ ଝରାଇବେ। ଲାଜରସ୍ ବାହାଘରକୁ ମଧ୍ୟ ଯିବେ ଆଉ ଖୁଆଇବେ, କାନ୍ନାର ବିବାହ। 15 ନମ୍ବର, ସେ ଦୁଃଖ, କଷ୍ଟ, ବତାସ, ଝଡ଼, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଏଭେଲେବଲ ରହିବେ। ଜଲ୍ଦି ପଢ, ମାର୍କ 4:37 ପଢ, ଶୀଘ୍ର। ପ୍ରବଳ ତୋଫାନ ହେଲା। ମୁଁ ଆରମ୍ଭରୁ କହିଲି, ପ୍ରଭୁଙ୍କ ଲୋକମାନେ ଧ୍ୟାନ ଦେଇ ଶୁଣନ୍ତୁ। 2025ରେ ଆମମାନଙ୍କ ଜୀବନରେ ଦୁଃଖ ଆସିଲା, କଷ୍ଟ ଆସିଲା, ଅଭାବ ଆସିଲା, ସମସ୍ୟା ଆସିଲା, ରୋଗ ଆସିଲା, ପ୍ରତିବନ୍ଧକ ଆସିଲା, ଋଣ ନେବାର ଅବସ୍ଥା ଆସିଲା, କେହି ପଚାରିଲେ ନାହିଁ। ଏବେ 2025 ଶେଷ ହେବାକୁ ଯାଉଛି, 2026 ଆରମ୍ଭ ହେବାକୁ ଯାଉଛି। ତାର ଅର୍ଥ ନୂତନ ବର୍ଷ ଆରମ୍ଭ ହେଇଗଲା ମାନେ ସବୁ ନୂତନ ହେଇଯିବ। ତାର ମତଲବ ନୁହଁ କି ଦୁଃଖ ପଳେଇବ ସବୁଦିନ ପାଇଁ, କଷ୍ଟ ପଳେଇବ ସବୁଦିନ ପାଇଁ, ଅଭାବ କେବେ ହେବ ନାହିଁ, ଆମକୁ କେବେ ରୋଗ ହେବ ନାହିଁ, ଆମର କେବେ ସମସ୍ୟା ହେବ ନାହିଁ। ନା, ହେବ, ଦରକାର ପଡ଼ିଲେ ଅଧିକ ଆସିପାରେ। ପାଉଲ କହିଲେ 14:22 ପ୍ରେରିତ ପଢୁନେ, ଯୀଶୁ ଜହନ ସହରରେ କହିଲେ, ତୁମମାନଙ୍କ ପାଇଁ କ୍ଲେଶ ନାଇଁ, କହିଲେ କି ଅଛି, ଅଛି। ୟାକୁ ବୁଝନ୍ତୁ, ସେ ନୌକାରେ, ସେ ଜାହାଜରେ, ସେ ବୋଟରେ ଯୀଶୁ ଥିଲେ ନା ନାହିଁ? କେହି ତ କୁହନ୍ତୁ, ଥିଲେ କି ନାହିଁ? ତୋଫାନ ହେଲା ନା ନାହିଁ? ଯୀଶୁ ଥିବେ, ତୋଫାନ ହେବ। ଯୀଶୁ ଥିବେ, ରୋଗ ବି ହେବ। ଯୀଶୁ ଥିବେ, ବତାସ ବହିବ। କିନ୍ତୁ ସୁସମାଚାର ଏହା ଅଟେ, ତାହା ଆପଣଙ୍କୁ ହଇରାଣ କରିପାରିବ ନାହିଁ।
ଆପଣ ତା ଉପରେ ସର୍ବଦା ପ୍ରବଳ ହେବେ। ଆପଣଙ୍କୁ ତା କେବେ ଡୁବାଇ ପାରିବ ନା, ଅସମ୍ଭବ ଅଟେ। ଏହା ହେଉଛି ସୁସମାଚାର। ଯେହେତୁ ଯୀଶୁ ଅଛନ୍ତି। ଆଉ ଥରେ ପଢ 37 ପ୍ରବଳ ତୋଫାନ ବସି ଯାଉନ୍ତୁ। ପ୍ରବଳ ତୋଫାନ ମାନେ ଆମମାନଙ୍କୁ ଜାଣିବା ଭାଷାରେ ଯଦି କହିବା ହୁଡ ହୁଡ ଗୁଡ ଗୁଡ ତିତିଲି ଫାଇଲି ନା ଏସବୁ ଟାଇପର କିଛି ଗୋଟେ ହେଇଥିବ। ଯୀଶୁ ଅଛନ୍ତି, ଶିଷ୍ୟମାନେ କହୁଛନ୍ତି ଆମେ ମଲୁ। ଦେଖ ତାଙ୍କର ବିଶ୍ୱାସ। ଆମେ ସେମିତି ନୁହଁ ତ। ଏଣୁ ଯୀଶୁଙ୍କୁ ବୁଝନ୍ତୁ, ସେ ଅଛନ୍ତି, ଆମେ ଅଛୁ କି ତାଙ୍କ ସହିତ। ଏଇଟା ହଉଛି ପଏଣ୍ଟ। ସେ ଥିଲେ କିନ୍ତୁ ପୁତ୍ର ଦୂରକୁ ଚାଲି ଯାଇଥିଲେ। ଯୀଶୁ ଥିଲେ କିନ୍ତୁ ଏମାନଙ୍କ ବିଶ୍ୱାସ ପୁରା ଲୋପ ପାଇଯାଇଛି। ବତାସ ଆସିବା ବେଳେ ମଧ୍ୟ ସେ ଏଭେଲେବଲ ଅଟନ୍ତି। ନିରାଶ ପରିସ୍ଥିତି। ମଲ୍ଲୁ ମାନେ କଣ? ଆଉ ଆଶା ଅଛି କି? ଆଶା ଅଛି କି? କିଛି ଆଶା ନାହିଁ। ଶୁଣ ମା ମାନେ, ଯଦି ଆପଣଙ୍କର ସ୍ୱାମୀ ପରିବର୍ତ୍ତନ ହେବାର ଆଉ ଆଶା ଦେଖାଯାଉ ନାହିଁ, ନିରାଶ ହୁଅନ୍ତୁ ନାହିଁ। ତାହା ଏକ ବତାସ ପରି ଅଟେ। ଯୀଶୁ ଅଛନ୍ତି, ନିରାଶ ହୁଅନ୍ତୁ ନାହିଁ। ଯଦି ଆପଣଙ୍କର ଯୁବକ ପୁଅ ଯୁବତୀ ଝିଅ ଖରାପ ଅବସ୍ଥାରେ ପଡିଯାଇଛି, ତାହା ହୁଏତ ଏକ ପ୍ରବଳ ତୋଫାନ ପରି ଆଉ ଆଶା ନଥିଲା ପରିସ୍ଥିତି ହୁଏତ ହେଇଥିବ। ନିରାଶ ହୁଅନ୍ତୁ ନାହିଁ, ପ୍ରଭୁ ଯୀଶୁ ସେଠାରେ ଅଛନ୍ତି। ଉଠିଲେ ସେ। ଗୋଟେ ସୁନ୍ଦର କଥା ଲେଖା ଅଛି 39। ଉଠିଲେ ହାଲେଲୁୟା। ତମେ ଠକ ଯାକ ଜୀବନରେ କେବେ ହାଲେଲୁୟା କହିଛ? ଜାଣନ୍ତି ସାର୍, ମୁଁ ଲିଟରାଲି କହୁଛି, ମୁଁ ଖୋର୍ଦ୍ଧା ଯାଏ, ଭୁବନେଶ୍ୱର ଯାଏ, କଟକ ଯାଏ, ବରିପାଦ ଯିବି, ଇଷ୍ଟ ଏରିଆ ଗୁଡାକ ଗଲେ ମୁଁ ଗଜପତିକୁ ହାଇଲି ପ୍ରେଜ୍ କରୁଛି। କାହିଁକି ଜାଣନ୍ତି? ଯାଇକି କିଛି ତଳେ ବସବାସ କଲେ ଏମାନେ ହାଲେଲୁୟା କହୁନାହାନ୍ତି। ଭଲ ଲୋକମାନେ ଆପଣ ମାନେ ଏମିତି କାହିଁକି ବୁଝୁଛନ୍ତି? ହାଲେଲୁୟା କହିଲେ ପାପ ହୁଏ ନାହିଁ। ଥକି ଯାଇଛନ୍ତି କି? ଆପଣମାନଙ୍କୁ କଥା ହବାକୁ ଇଚ୍ଛା ନାହିଁ, ବେଶୀ ନମ୍ର ତ। ପ୍ରେଜ୍ ଦ ଲର୍ଡ। ବାକ୍ୟରେ ମଜି ଯାଇଛନ୍ତି ବୋଧେ। ମତେ ଭଲଟା କହିବାର ଅଛି ନା। ପ୍ରେଜ୍ ଦ ଲର୍ଡ। ଯୀଶୁ ଥିଲେ। ଧ୍ୟାନ ଦିଅନ୍ତୁ, ହୁ ଇଜ ଜିସସ୍ ଟିକେ ଦେଖନ୍ତୁ। ଏଠି ଯୀଶୁ କିଏ ଅଟନ୍ତି ଟିକେ ଜାଣନ୍ତୁ। ଯୀଶୁ ଥିଲେ, ଆଉ ପବନକୁ ଧମକ ଦେଲେ ମାନେ ପବନ ଭାଇନା ପ୍ଲିଜ ପବନ ଭାଇନା ତମେ ଆଉ ବେଶୀ ଆୱାଜ ଦିଅ ନାହିଁ, ବେଶୀ ତମେ ଆହୁରି ପବନ ଆଣୁ ନାହିଁ। ଏମିତି କହିଥିବେ କି? ନୋ, ଏମିତି କହିଥିବେ ପବନ ବୋଲିଥିବେ ନାଇଁ? ଏମିତି କହିବାର ମାଲୋ ବୋଉ ମରି ଗଲିଲୋ ମାଇନା। ଶୁଣନ୍ତୁ, ଯୀଶୁ କାହା ସହିତ କଥା ହେଲେ? ଏ ଫଟା କପାଳ ମାନେ ପବନ ପୁତ୍ରକୁ ମାନୁଛନ୍ତି। ଦେଖ ଏ ମୁଣ୍ଡରେ କିଛିଟା ଅଛି କି? ସେ ଆମର ଯୀଶୁ ଅଟନ୍ତି, ସେ ଆମର ପ୍ରଭୁ ଅଟନ୍ତି, ଯିଏ ପବନ ସହିତ କଥା ହେଇପାରନ୍ତି। ଆଉ ସେ କଥା ହେଲା ବେଳକୁ ପବନ ପୁରା ନମ୍ର ହେଇଯାଏ। ସରି ପ୍ରଭୁ, ମୁଁ କେବେ ଏମିତି ଦୁଷ୍ଟାମି କରିବି ନାହିଁ। ଲେଖା ଅଛି ନା, ଧୀର ସ୍ଥିର ହେଲା ମାନେ ସାବଧାନ ହେଲା ପରେ। ଏମିତି ହେଲା ବେଳକୁ ଏ ସମୁଦ୍ର କେମିତି ହଉଥିବ? ଭଲ ଲାଗୁଥିବ। ଘରେ ଏମିତି ହୁଏ କି ନାହିଁ? ଦୁଇଟା ଛୁଆ ମାନେ ଥିଲେ, ଗୋଟେ ଛୁଆକୁ ମନେକର ବାବା ଗାଳି ଦେବେ ବା ବାଡ଼େଇବେ, ଆଉ ଗୋଟେ ଛୁଆ ହଲେଇଛି ଏମିତି କରନ୍ତି ପରା। ଏ ସମୁଦ୍ର ସେମିତି ହେଲା ବେଳକୁ ପ୍ରଭୁ କହିଲେ, ଏ ସମୁଦ୍ର ଚୁପ୍ କର କହିଲେ। ଥରି ଯାଇଥିବ ସେ। ମତେ ବହୁତ ଭଲ ଲାଗେ, ଆମ ପ୍ରଭୁ ଯୀଶୁଙ୍କ ଶକ୍ତି ଆଗରେ କିଛି ମଧ୍ୟ କାମ ଦିଏ ନାହିଁ। ଲେଖାଗଲା ପ୍ରବଳ ତୋଫାନ ସୁସ୍ଥିର ହେଲା।
এই তফান ঠাରୁ বড় বড় তফান কিছু কিছু জায়গাରେ ଦେଖାଯାଏ ସେ ଜାଗାର ନା କଣ କହନ୍ତୁ ତ ଟିକେ ভেজিটেবল को ओडिया रे कोन कहंती से लास्ट रे रो लगे दिले कोन हबो सिटी प्रबल तफान ठारो हेवी तफान देखा जाए आ सिटी जिसु दरकार अछंती हालेलुया प्रभु जिसु गुहाळ कुंडरे ना तांको सुवाई देबा पई से चाहिले बाचिले इथि सकासो से आम्भ मानको सर्व अवस्था रे जेपरि उपलब्ध होई पारिबे प्रेज द लॉर्ड पुनिशस विषय जदि हम माने देखिबा जे स्थान रे मो नाम रे दुई बा तीन जण एकत्र होंती मु से स्थान रे विद्यमान से राजा है राजमहल को चयन करले नहीं महाराज है राज दरबार को बाछले नहीं सिंहासन को बाछले नहीं आम्भ मानक सहित तांकर संपर्क जेपरि घनिष्ठ हे परिबो आमे माने बे छिछक जेपरि तांको निकटवर्ती हे परिबा एतिमे गुहाल कुंड को से बाछले ईश्वर को प्रिय लोक माने आपण छोट होंतु बड़ होंतु गरीब होंतु धनी होंतु अनाथ होंतु बा आपनकर समस्त थांतु आपनक पाखरे किछि थाओ बा न थाओ पापी होंतो धार्मिक होंतो पवित्र होंतो आपण जे कहि होंतो जानि जाउतो प्रभु यीशु ख्रीष्ट समस्त निमंते आजि मध्य उपलब्ध अछंती आपण तांको पाको जाई परिबे तांकर आशीर्वाद नै परिबे आपण तांको परि निज जीवन को संपूर्ण गढिबार सुयोग पाई परिबे आपण को कोन से विषय तांको निकट को जीवा पई अटकाई न देओ प्रभु आशीर्वाद करंतु द्वितीय विषय बहुत संक्षिप्त कह के सारी बाइबल खोलु नहीं व्हाई जीसस केम पिता मानक पई पुत्रन को जात कराइले देले से आसिले काहे अनेक कारण अछि किंतु मु जहा बुझी पारिछि मु जहा को विशेष विषय बोली भाबी अछि बा प्रभु जानिबा पई दैछले ताहा स्वल्प के कहिबे एप्री 10:7 शीघ्र हां हे ईश्वर तुम्हार इच्छा साधन करिबा पई मु आसी अछि ध्यान देबे समस्त प्रभु यीशु ख्रीष्ट जगत को अवतरण करिबा पछरे अनेक कारण अछि से आसिले धरा पृष्ठ रहिले दुखी मानक में ठिया हेले अनाथ मानक में ठिया हेले दयारे विगलित हेले सुस्थतार कार्य कले आश्चर्य चिन्ह चमत्कार करिले मोढ़ा मानक उठाइले किंतु एहा जानि जाओ ए समस्त कार्य करिबा पछरे से गोटे विशेष कार्य करथले आ ताहा हेउची ईश्वरको इच्छा कौन करुथले ठीक जोर से बहुत जल्दी सारे व्यस्त होंतु नहीं प्रभु यीशु जगत को आसी कोटी काम करुथले आपण माने जे लोक प्रभु यीशु को आदर्श मानुछंती गुरु बोली मानुछंती आपण एही विषय नितांत बुझिबा दरकार जहाँ भी से करिले से सुनिश्चित थिले जे एहा पिताको इच्छा अटे माय क्वेश्चन आपण जहाँ भी करूछंती आपण निश्चित अटंती तो एहा ईश्वर को इच्छा बोले प्रभु को लोक माने परमेश्वर आपन को विशेष योजना नहीं जगत को पठाइछथि निज इच्छा करी समय नष्ट करंतु नहीं निज को जहा ठीक लागुची निज दृष्टि रे जहा ठीक लागुची ताहा ईश्वर को दृष्टि रे भी ठीक रही छि ना नहीं परीक्षा करबा दरकार
যদি তাহা শাস্ত্র অনুমোদিত নুহে বাক্য আধারিত নুহে তথাপি আপন সে কার্য করুছন্তি আপন সময়କୁ ବ୍ୟର୍ଥ କରୁଛନ୍ତି ଆପଣ ଜୀବନକୁ ନଷ୍ଟ କରୁଛନ୍ତି ଯୀଶୁ ଏକମାତ୍ର କାର୍ଯ୍ୟ କରୁଥିଲେ ଗୋଟିଏ କାର୍ଯ୍ୟ ପିତାଙ୍କ ଇଚ୍ଛା ଜାଣନ୍ତି ଟ୍ରୁ ଖ୍ରୀଷ୍ଟିଆନିଟି କ'ଣ ଅଟେ ବେଶୀ ମୁଣ୍ଡ ଖେଳାଇବା ନୁହେଁ ବେଶୀ ବୁଦ୍ଧି ଖର୍ଚ୍ଚ କରିବା ନୁହେଁ ପିତାଙ୍କ ନିକଟକୁ ଯିବା ତାଙ୍କୁ ପଚାରିବା ପ୍ରଭୁ ମୋତେ କାହିଁକି ଧରାପୃଷ୍ଠକୁ ଆଣିଛ ତୁମେ ଯୀଶୁଙ୍କୁ ଆଣିଲ ତାଙ୍କ ପାଇଁ ଯୋଜନା ରଖିଥିଲ ସେ ତାଙ୍କୁ କରିବା ପାଇଁ ତୁମ ଅନୁଗ୍ରହ ଶକ୍ତି ଦେଲ ମୋତେ ଧରାପୃଷ୍ଠକୁ ଆଣିଛ ମୋ ପାଇଁ ତୁମ ଯୋଜନା କ'ଣ ତୁମ ଇଚ୍ଛା କ'ଣ ମୋତେ ଜଣାଅ ଆଉ କରିବା ପାଇଁ ଶକ୍ତି ଦିଅ ଏହା ଅଟେ ପ୍ରକୃତ ଖ୍ରୀଷ୍ଟିଆନ ଜୀବନ ପ୍ରଭୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଆସନ୍ତୁ ଚକ୍ଷୁ ବନ୍ଦ କରିବା ହାଲେଲୁୟା ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଛନ୍ତି ପ୍ରଭୁଙ୍କ ଲୋକମାନେ ଜୀବନରେ ଯଦି ଆପଣ ବହୁତ ଦୁଃଖରେ କଷ୍ଟରେ ବେଦନାରେ ସମସ୍ୟାରେ ଅଛନ୍ତି ଆପଣ କାହିଁ ନା କାହିଁ ବୁଝିପାରି ନାହାନ୍ତି ଯେ ତ୍ରାଣକର୍ତ୍ତା ଆଜି ମଧ୍ୟ ଜୀବିତ ଅଟନ୍ତି ସେ ଆଜି ବି ଉଦ୍ଧାର କରିପାରନ୍ତି ସେ ଆଜି ମଧ୍ୟ ଅପରିବର୍ତ୍ତନୀୟ ଅଟନ୍ତି ବିଶ୍ୱାସରେ କେବେ ଦୁର୍ବଳ ନ ହେଉ ଜାଣନ୍ତୁ ସେ ଉଦ୍ଧାର କରନ୍ତି ତାଙ୍କ ନାମ ତ ଉଦ୍ଧାର କର୍ତ୍ତା ଅଟେ ଆପଣ ଜୀବନକୁ ସମର୍ପଣ କରନ୍ତୁ ମୁଁ ପୁଣି ଥରେ କହି ରଖୁଛି ଯଦି କୌଣସି ଭୁଲ ହେଇଯାଇଛି ପାପ ହେଇଯାଇଛି ମନ୍ଦ କାର୍ଯ୍ୟ କରିଦେଇଛନ୍ତି ଜାଣନ୍ତୁ ଜାଣୁଥିଲେ ଗୁହାଳ କୁଣ୍ଡ ଆଜି ମଧ୍ୟ ରହିଛି ଆତ୍ମିକ ଦୃଷ୍ଟିକୋଣରେ ତାଙ୍କ ଚରଣକୁ ଯାଆନ୍ତୁ କ୍ଷମା ପ୍ରାର୍ଥନା କରନ୍ତୁ ତାଙ୍କ ରକ୍ତ ଆଜି ମଧ୍ୟ ରହିଛି ଆପଣଙ୍କୁ ଧୋଇବ ପରିଷ୍କାର କରିବ ଶେଷରେ ସେ ପିତାଙ୍କ ଇଚ୍ଛା କେବଳ କରିଲେ ଯଦି ଆପଣ ପ୍ରକୃତିରେ ଖ୍ରୀଷ୍ଟିଆନ ଅଟନ୍ତି ଆପଣ ନିଜ ଚକ୍ଷୁର ଇଚ୍ଛା କରିବେ ନାହିଁ ଜିହ୍ବାର ଇଚ୍ଛା କରିବେ ନାହିଁ ଆଙ୍ଗୁଠି ହସ୍ତ ଦ୍ୱାର ଇଚ୍ଛା କରିବେ ନାହିଁ ଆପଣଙ୍କ ଶରୀର ଯାହା ଚାହୁଁଛି ଆପଣ କରିପାରିବେ ନାହିଁ ଆପଣଙ୍କ ସୃଷ୍ଟିକର୍ତ୍ତା ଯାହା ଆପଣଙ୍କୁ କରିବା ପାଇଁ ଚାହାନ୍ତି ତାହା ଆପଣ କରିବେ এই ଗୋଟେ 2 ମିନିଟ୍ ମୁଁ ଆପଣଙ୍କ ହସ୍ତରେ ଦଉଛି ଯଦି କିଛି ଭୁଲ ହେଇଯାଇଛି ଜୀବନରେ ଆଜି ସୁଯୋଗ ଅଛି ପ୍ରଭୁଙ୍କ ଲୋକମାନେ ଆପଣ କ୍ଷମା ମାଗନ୍ତୁ ଓ ଗୁହାଳ କୁଣ୍ଡ ସେ ଚୟନ କଲେ ଆମମାନଙ୍କ ପାଇଁ ହୁଏତ ଆପଣଙ୍କୁ କେହି ଆଜି ପଚାରୁନଥିବେ ସେଦିନ ଆପଣଙ୍କ ଗୁରୁ ଆପଣଙ୍କ ପ୍ରଭୁ ଯୀଶୁଙ୍କୁ କେହି ପଚାରି ନାହାନ୍ତି ଦୁଃଖ କରନ୍ତୁ ନାହିଁ ପ୍ରିୟ ମା ପ୍ରିୟ ବାପା ଭାଇ ଭଉଣୀ ମନୁଷ୍ୟ ଠାରେ ଭରସା ରଖିବା ବନ୍ଦ କରନ୍ତୁ ମନୁଷ୍ୟ ଠାରେ ଆଶା ରଖିବା ବନ୍ଦ କରନ୍ତୁ ମନୁଷ୍ୟ ଠାରେ ହାତ ପତାଇବା ବନ୍ଦ କରନ୍ତୁ ଯେ ତ୍ରିଭୁବନର ମାଲିକ ଯେ ବିଶ୍ୱର କର୍ତ୍ତା ସେ ଆପଣଙ୍କର ସୃଷ୍ଟିକର୍ତ୍ତା ଅଟନ୍ତି ସେ ଛାଡ଼ି ନାହାନ୍ତି ଆପଣଙ୍କୁ ସେ ଛାଡ଼ିବେ ନାହିଁ ଆପଣଙ୍କୁ ପାପ କରିବା ବନ୍ଦ କରନ୍ତୁ ନିଜ ଇଚ୍ଛା କରିବା ବନ୍ଦ କରନ୍ତୁ ତାଙ୍କ ଜନ୍ମର ଉଦ୍ଦେଶ୍ୟକୁ ବୁଝନ୍ତୁ ନୂତନ ବର୍ଷ ଅତି ଶୀଘ୍ର ଆମେମାନେ ତାଙ୍କ ଇଚ୍ଛା ହେଲେ ପ୍ରବେଶ କରିବା ପୁରାତନ ସ୍ୱଭାବ ମନ୍ଦତା ଅଶୁଚିତା ପାପ ସହିତ ଯାଆନ୍ତୁ ନାହିଁ ନୂତନ ବର୍ଷ ଯିବା ପୂର୍ବରୁ ଉପବାସ ନିଅନ୍ତୁ 1-2 ଦିନ ବସନ୍ତୁ জীবনকে সফা করন্তু পবিত্র হন্তু পরিশুদ্ধ হন্তু ক্ষমা মাগন্তু ক্ষমা দিয়ন্তু পাপ ছাড়িবার দৃঢ় মনোবল আপনান্তু আপন দেখিবে আপনার সবু বিষয় পরিবর্তন হব যেহেতু পবিত্রতারে পরমেশ্বর বাস করতে আপন পবিত্র হেবে সর্বশক্তিমান আপনার সঙ্গে রহিবে আপনাকে কেবে লজ্জিত ভাব দেবে না স্বর্গীয় প্রভু তোমাকে ধন্যবাদ দেছি যেতে তুমি ভাবে লোক মানে স্থানরে
প্রভু আপনার জীবন নিমন্তে পরিবার নিমন্তে স্বামী স্ত্রী পুଅ ଝିଅମାନଙ୍କ ନିମନ୍ତେ ଦୁଃଖିତ ପ୍ରଭୁ ଅଭାଗା ଦୟନୀୟ ସ୍ଥିତିରେ ଅଛନ୍ତି ନିରୁତ୍ସାହିତ ସ୍ଥିତିରେ ଅଛନ୍ତି ଋଣରେ ଅଛନ୍ତି ରୋଗ ରୋଗାକ୍ରାନ୍ତ ହୋଇଛନ୍ତି ପ୍ରଭୁ ତୁମେ ଗୁହାଳକୁ ବାଛିଲ ଯେହେତୁ ଆମେମାନେ ପ୍ରଭୁ ସଂକୋଚ ବିହୁନେ ଯାଇପାରିବ ତୁମ ସହିତ ସାକ୍ଷାତ କରିପାରିବ ପ୍ରଭୁ ତୁମ ଅପରିମେୟ ଅତୁଳନୀୟ ଅନୁପମ ପ୍ରେମ ଦୟା ପାଇଁ ଆମେ ତୁମକୁ ଧନ୍ୟବାଦ ଦେଉଛୁ हे पिता तुम्हें हृदयगिरी अंचल लोक मान प्रभु हजार हजार वर्ष तले पृथ्वी को आसी प्रभु तुम्हें गुहाल कुंड को चयन कल से प्रभु तुम्हें दयार विगलित प्रभु से पापर परित्राण काल बोली क्रूसरे पुणे तेज शीघ्र आगमन करुच जमाने तुम रक्तर मूल्य को बुझे पाप छाड़े पवित्र से प्रभु ए ग्राम मंडली प्रति लोक बुझा निज इच्छा न करने शरीर इच्छा न करने तुम इच्छा करने प्रत्येक को साहाय्य कर तुम जन्मर उद्देश्य आम समस्ते बुझेबू आपणाइबू तद्रूप कल्याण कर दियो प्रिय तुम दास दासी मानू प्रभु समस्त कमिटी मेंबर्स को विश्वास को तुम हस्त रखुचे प्रत्येक जत्न प्रभु आशीर्वाद कर प्रार्थना सुन धन्यवाद यीशु को नाम में प्रार्थना कर पिता आमेन बहुत बहुत धन्यवाद।